प्रथम और द्वितीय वंशावली पुस्तक रे केवल राजनैतिक इतिहास विषय वर्णना करा जाए नहीं, किंतु सेमानक धर्मपरायण जीवन विषय रे सेमाने किपरि ईश्वर को उपासना कले तार इतिहास देखा पाओ। आज आम जीवन ईश्वर सहित किपरि आमे कोन वास्तव हृदय रे तांको उपासना करूछु कि जीसुंको मधुर वाक्य चला पथे साजे दीप अमरी चरण अलिभ आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु ख्रीष्टଙ୍କ मधुर नाम रे आपनको पथ प्रदर्शिका कार्यक्रम को स्वागत करूअछि। आपण केमिति अछंती? मोर विश्वास प्रभुक दया और अनुग्रह रु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन रे बढ़ुछंती। सेथिपे मु विशेष आनंदित। आपणक मतामत निश्चय हमको टीवी स्क्रीन रे दिया जायथिबा नंबर रे जणाइबे। आमे आपणक फोन कॉल रो अपेक्षा रे अछु। आज आमे आउ एक नवा पुस्तक उपरे अध्ययन आरंभ करिबा। ताहेला पुरातन नियमर प्रथम वंशावली पुस्तक। एही पुस्तक रे इस्राएलिय माननको इतिहास रही अछि। द्वितीय सामुएल, प्रथम और द्वितीय राजावली पुस्तक एवं प्रथम और द्वितीय वंशावली एका समयर पुस्तक। प्रथम वंशावली पुस्तक रे दाऊदଙ୍କ राजस्व समयर इस्राएलिय परिवारर तालिका दिया जायछि। प्रथम और द्वितीय वंशावली पुस्तक रे केवल राजनैतिक इतिहासर विषय रे वर्णना करा जाय नहीं, किंतु सेमानक धर्मपरायणर जीवन विषय रे सेमाने किपरि ईश्वरको उपासना कले तार इतिहास देखिबा को पाओ। आरंभ रे यह दुईटी पुस्तक नथिला, केवल गोटिए पुस्तक थिला। बाइबल एब्री भाषारू ग्रीक भाषा रे अनुवाद हेबा परे प्राय 200 बीसी रे दुई भाग रे विभक्त हैला। एई पुस्तकर लेखकଙ୍କ विषय रे स्पष्ट जणा जाय नाही, किंतु जिहुदी संस्कृति अनुसार यह एजरा लिखिछंती। जदियो यह इतिहास पुस्तक, किंतु केवल इतिहास एथिरे नाही, कारण लेखक जणे लेबीय होइथिबारु मंदिर, प्रार्थना और उपासना विषय रे एखारे वर्णना करा जायथिबा आमे लक्ष्य करूछु। लेखक आदमଙ୍କ विषय रे कहिला परे नहଙ୍କ विषय रे कहउछंती, तापरे जाकुबଙ୍କ 12 गोष्ठीଙ୍କ विषय रे कहउथिबा लक्ष्य करू। तापरे जेरुसालेम मंदिर रे उपासना निमंते दाऊद किपरि लोकमानंकु नियुक्त करिथिले से विषय रे वर्णना करूछंती। आमे आज प्रथम 3 पर्व उपरे आलोचना करबा को जिबा। तेबे आसंतु आजिर अध्ययन मध्य को जिबा पूर्वरु एक भक्तिमूलक गीत सुनिबा। प्रतिपालक से राजा मोरा
ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ପ୍ରଥମ ବଂଶାବଳୀ ପୁସ୍ତକ ତହିଁର ପ୍ରଥମ ପର୍ବରୁ 3 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ତେବେ ଆମେ ସମସ୍ତ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରି ଆଲୋଚନା କରିବା ପାଇଁ ଯିବା ନାହିଁ, ମାତ୍ର କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦୃଷ୍ଟି ଦେବା, ଯାହାକି ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ ବିଶେଷ ସହାୟକ। ତେବେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଆସନ୍ତୁ ଏହି ପୁସ୍ତକର ଭୂମିକା ସମ୍ପର୍କରେ କିଛି ଆଲୋଚନା କରିବା। ପ୍ରଥମ ବଂଶାବଳୀ ଓ ଦ୍ୱିତୀୟ ବଂଶାବଳୀ ଏହି ପୁସ୍ତକ ଦୁଇଟି ଅନେକ ଦୃଷ୍ଟିକୋଣରୁ ଏକା ଭଳି ଜଣାପଡ଼େ। ସେମାନେ ସାଉଲ ରାଜାଙ୍କଠାରୁ ଆରମ୍ଭ କରି ସିଦିକୀୟ ରାଜାଙ୍କ ପର୍ଯ୍ୟନ୍ତ ଏକା ପ୍ରକାରର ଐତିହାସିକ ଭୂମିକୁ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ କରନ୍ତି। ତାହେଲେ ଏହି ଦୁଇଟି ଯାକ ବଂଶାବଳୀ ପୁସ୍ତକ କ'ଣ ରାଜାବଳୀ ପୁସ୍ତକ ଦୁଇଟିର ଅନୁରୂପ ଅଥବା ପୁନରୁକ୍ତି? ନୁହେଁ। ଅନ୍ୟାନ୍ୟ ଐତିହାସିକ ପୁସ୍ତକଗୁଡ଼ିକରେ ଯେଉଁ ବିଷୟ ସବୁ ବାଦ ଦିଆଯାଇଅଛି, ଏହି ବଂଶାବଳୀ ପୁସ୍ତକ ଦୁଇଟି ସେହି ସବୁକୁ ଯୋଗ କରିଅଛନ୍ତି। ତେବେ ସେହି ସମସ୍ତ ବିଷୟ ମଧ୍ୟରୁ କେତେକ ବିଷୟ ଦୃଷ୍ଟାନ୍ତ ସ୍ୱରୂପେ ଆପଣଙ୍କ ନିକଟରେ ଉପସ୍ଥାପିତ କରିବାକୁ ଚାହେଁ। ପ୍ରଥମ ବଂଶାବଳୀ ପୁସ୍ତକରେ ଦାଉଦଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଅଛି, ମାତ୍ର ଦ୍ୱିତୀୟ ବଂଶାବଳୀରେ ଦାଉଦଙ୍କର ଭାବି ବଂଶଧରଙ୍କ ଉପରେ ଗୁରୁତ୍ୱ ଦିଆଯାଇଅଛି। ଉତ୍ତର ରାଜ୍ୟକୁ ପ୍ରକୃତ ଭାବେ ଉପେକ୍ଷା କରାଯାଇଅଛି, ଯେତେବେଳେ କି ଇସ୍ରାଏଲର ଉତ୍ତର ଓ ଦକ୍ଷିଣ ରାଜ୍ୟ ମଧ୍ୟରେ ବିଭେଦ ଘଟିଲା। ବଂଶାବଳୀ ପୁସ୍ତକରେ ଦାଉଦଙ୍କ ପାପ ବିଷୟରେ ଉଲ୍ଲେଖ ହୋଇନାହିଁ। କାହିଁକି ଜାଣନ୍ତି? ଈଶ୍ୱର ତାଙ୍କର ପାପ ସବୁ ପୁରାପୁରି କ୍ଷମା କରିଦେଇଥିଲେ, ଯଦ୍ୱାରା ସେ ସେହି ପାପକୁ ପୁନର୍ବାର ଦର୍ଶାଇବାକୁ ଚାହିଁଲେ ନାହିଁ। ଯେତେବେଳେ ଈଶ୍ୱର କ୍ଷମା ଦିଅନ୍ତି, ସେତେବେଳେ ସେ ସେହି ପାପକୁ ଆଉ ସ୍ମରଣରେ ଆଣନ୍ତି ନାହିଁ, ମାତ୍ର ଭୁଲି ଯାଆନ୍ତି। ରାଜାବଳୀ ପୁସ୍ତକମାନଙ୍କରେ ସିଂହାସନକୁ ଦୃଷ୍ଟି ଆଗରେ ରଖି ଇସ୍ରାଏଲର ଜାତିର ଇତିହାସକୁ ଉପସ୍ଥାପିତ କରାଯାଇଅଛି, ମାତ୍ର ବଂଶାବଳୀ ପୁସ୍ତକ ଦୁଇଟିରେ ବେଦୀକୁ ଦୃଷ୍ଟି ଆଗରେ ରଖି ଉପସ୍ଥାପିତ କରାଯାଇଅଛି। ରାଜାବଳୀ ପୁସ୍ତକମାନଙ୍କରେ ସ୍ଥାନକୁ ମୁଖ୍ୟ ସ୍ଥାନ ଦିଆଯାଇଥିବା ସ୍ଥଳେ ବଂଶାବଳୀ ପୁସ୍ତକମାନଙ୍କରେ ମନ୍ଦିରକୁ ମୁଖ୍ୟ ସ୍ଥାନ ଦିଆଯାଇଅଛି। ରାଜାବଳୀ ପୁସ୍ତକମାନ ଇସ୍ରାଏଲ ଜାତିର ରାଜନୈତିକ ଇତିହାସକୁ ଉପସ୍ଥାପିତ କରୁଥିବା ବେଳେ ବଂଶାବଳୀ ପୁସ୍ତକମାନ ଧାର୍ମିକ ଜୀବନର ଇତିହାସକୁ ଉପସ୍ଥାପିତ କରେ। ବଂଶାବଳୀ ପୁସ୍ତକମାନ ରାଜାବଳୀ ପୁସ୍ତକମାନର ଭାଷାନ୍ତର, କାରଣ ରାଜାବଳୀ ପୁସ୍ତକମାନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମେ ଗୋଟିଏ ବାକ୍ୟ ବାରମ୍ବାର ଉଚ୍ଚାରିତ ହୋଇଥିବାର ଲକ୍ଷ୍ୟ କରୁ, ଆଉ ତାହା ହେଉଛି ଇସ୍ରାଏଲ ରାଜାମାନଙ୍କର ବଂଶାବଳୀ ପୁସ୍ତକରେ କ'ଣ ଏହା ଲେଖାଯାଇ ନାହିଁ? ତେଣୁ ଆପଣ ଦେଖନ୍ତୁ, ବଂଶାବଳୀ ପୁସ୍ତକମାନ ରାଜାବଳୀ ପୁସ୍ତକମାନର ଭାଷାନ୍ତର। ଆହୁରି ମଧ୍ୟ ରାଜାବଳୀ ପୁସ୍ତକମାନ ମାନବିକ ଦୃଷ୍ଟିକୋଣରୁ ନେଇ ଉପସ୍ଥାପିତ କରାଯାଇଥିବା ସ୍ଥଳେ ବଂଶାବଳୀ ପୁସ୍ତକମାନ ଈଶ୍ୱରଙ୍କ ଦୃଷ୍ଟିକୋଣରୁ ନେଇ ଉପସ୍ଥାପିତ କରାଯାଇଅଛି। ଏଜ୍ରା ସମ୍ଭବତଃ ବଂଶାବଳୀ ପୁସ୍ତକମାନର ଲେଖକ, କାରଣ ଏଜ୍ରା ଓ ନିହିମିଆ ପୁସ୍ତକର ଲେଖାର ଶୈଳୀ ଓ ଭାଷା ସହିତ ଏହି ବଂଶାବଳୀ ପୁସ୍ତକମାନର ଏକ ସାମଞ୍ଜସ୍ୟ ରହିଅଛି। ସ୍ପଷ୍ଟତଃ ବାବିଲୋନ ନିର୍ବାସିତ ସମୟରେ ଏହି ବଂଶାବଳୀ ପୁସ୍ତକମାନ ଲିଖିତ ହୋଇଅଛି। ବଂଶାବଳୀର ଦୁଇଟି ଯାକ ପୁସ୍ତକ କେବଳ ସ୍ୱାଭାବିକ ଭାବେ ଗୋଟିଏ ପୁସ୍ତକକୁ ଉପସ୍ଥାପିତ କରେ ନାହିଁ, ମାତ୍ର ବିଶେଷରେ ଏଜ୍ରା ଓ ନିହିମିଆ ପୁସ୍ତକକୁ ମଧ୍ୟ ସଂଯୋଗ କରେ। ତେଣୁକରି ଏହି ବିଷୟଟି ଯିହୁଦୀମାନଙ୍କର ପ୍ରଥା ଅନୁଯାୟୀ ଏଜ୍ରାଙ୍କୁ ବଂଶାବଳୀର ଲେଖକ ଭାବେ ସମର୍ଥନ କରେ। ତେଣୁ ଏହି ବଂଶାବଳୀ ପୁସ୍ତକ ଦୁଇଟିକୁ ଅଧ୍ୟୟନ କରିବା ସମୟରେ ଆପଣ ଭାବନ୍ତୁ ନାହିଁ ଯେ ଇସ୍ରାଏଲର ରାଜାମାନଙ୍କ ବିଷୟ ନେଇ ଏଠାରେ ପୁନରୁକ୍ତି ହୋଇଅଛି, ମାତ୍ର ଈଶ୍ୱରଙ୍କ ଦୃଷ୍ଟିକୋଣରୁ ନେଇ ବିଷୟବସ୍ତୁଗୁଡ଼ିକର ଭାବ ବୁଝିବା ନିମନ୍ତେ ଚେଷ୍ଟା କରିବା ଉଚିତ। ଉଦାହରଣ ସ୍ୱରୂପ ଦେଖନ୍ତୁ, ରାଜାବଳୀ ପୁସ୍ତକରେ ଦାଉଦଙ୍କର ପାପ ବିଷୟରେ ଉଲ୍ଲେଖ ହୋଇଥିବା ସ୍ଥଳେ ବଂଶାବଳୀ ପୁସ୍ତକରେ ତାହା ଉଲ୍ଲେଖ ହୋଇନାହିଁ। ଯେହେତୁ ଈଶ୍ୱର ତାଙ୍କର ପାପ କ୍ଷମା କରିଥିବାରୁ ସେ ତାହା ଏହି ପୁସ୍ତକରେ ପ୍ରକାଶ କରିବାକୁ ଚାହିଁଲେ ନାହିଁ। ତେଣୁ ଏହିପରି ଅଧିକାଂଶ ବିଷୟ ଯାହା ଆପଣ ରାଜାବଳୀ ପୁସ୍ତକରେ ଦେଖିବାକୁ ପାଇବେ ନାହିଁ, ଏହି ବଂଶାବଳୀ ପୁସ୍ତକରେ ତାହା ଦେଖିବାକୁ ପାରିବେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ରାଜାବଳୀ ପୁସ୍ତକରେ ଈଶ୍ୱର ମାନବିକ ଦୃଷ୍ଟିକୋଣ ଓ ଚିନ୍ତାଧାରାକୁ ନେଇ ବିଷୟ ସବୁକୁ ପ୍ରକାଶିତ କରିଥିବା ସ୍ଥଳେ ବଂଶାବଳୀ ପୁସ୍ତକରେ ସେ ତାହାଙ୍କର ନିଜର ଦୃଷ୍ଟିକୋଣ ଓ ଚିନ୍ତାଧାରାକୁ ନେଇ ବିଷୟ ସବୁକୁ ଉପସ୍ଥାପିତ କରିଅଛନ୍ତି। ତେଣୁକରି ବଂଶାବଳୀ ପୁସ୍ତକରେ ଲିଖିତ ହୋଇଥିବା ବିଷୟବସ୍ତୁ ପୁନରୁକ୍ତି ନୁହେଁ, ବରଂ ମନୁଷ୍ୟ ଜାତି ପ୍ରତି ଈଶ୍ୱରଙ୍କର ବାସ୍ତବ ଚିନ୍ତାଧାରା ଓ ହୃଦୟର ଭାବକୁ ପ୍ରକାଶ କରେ। ପ୍ରଥମ ବଂଶାବଳୀର ପ୍ରଥମ 9ଟି ପର୍ବରେ ଆମେ ବଂଶାବଳୀ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା।
ଓ ଅନେକ ଦୃଷ୍ଟିରୁ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଏହି ଅଂଶଟି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଯେକୌଣସି ବ୍ୟକ୍ତି ବିଷୟରେ ଜାଣିବାକୁ ହେଲେ ଆମେ ତାହାର ବଂଶଧରମାନଙ୍କ ବିଷୟରେ ମଧ୍ୟ ଜାଣିବାକୁ ହେବ। ତେବେ ଆମେ ଏହି ପ୍ରଥମ ବଂଶାବଳୀର ପ୍ରଥମ 9ଟି ପର୍ବକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବାକୁ ଯିବା ନାହିଁ, ମାତ୍ର ଏହାର କେତେକ ମୁଖ୍ୟ ଅଂଶ ଉପରେ ଟିକେ ଦୃଷ୍ଟିପାତ କରିବା। ପ୍ରଥମ ବଂଶାବଳୀ ପ୍ରଥମ ପର୍ବର ପ୍ରଥମ 4 ପଦରେ ଏହିପରି ଲେଖା ଅଛି: ଆଦମ, ସେଥ, ଇନୋସ୍, କଇନାନ, ମହଲଲେଲ, ଜେରଦ, ହନୋକ, ମଥୁସେଲହ, ଲେମକ, ନୋହ, ସେମ, ହାମ ଓ ଜେଫତ। ଏହି ସମସ୍ତ ବ୍ୟକ୍ତିମାନଙ୍କର ନାମଗୁଡ଼ିକ ଆମେ ଏଠାରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରୁଅଛୁ, ଯାହାକି ଆମେ ଆଦି ପୁସ୍ତକର ପ୍ରଥମ 8ଟି ପର୍ବରେ ଅଧ୍ୟୟନ କରିସାରିଛୁ। ଆପଣ ଯେତେବେଳେ ଏହି ବଂଶାବଳୀକୁ ଅଧ୍ୟୟନ କରିବେ ସେତେବେଳେ ଲକ୍ଷ୍ୟ କରିବାକୁ ପାରିବେ ଯେ ଆଦି ପୁସ୍ତକର ଯେଉଁ ପ୍ରକାରେ ବଂଶାବଳୀକୁ ଉପସ୍ଥାପିତ କରାଯାଇଅଛି ଏଠାରେ ମଧ୍ୟ ଠିକ୍ ସେହିପରି ଭାବେ ଉପସ୍ଥାପିତ କରାଯାଇଅଛି। ତାହା ହେଉଛି ଯେ ଯେଉଁ ବଂଶଗୁଡ଼ିକ ଅଗ୍ରାହ୍ୟ ହୋଇଅଛନ୍ତି ସେମାନଙ୍କୁ ପ୍ରଥମରେ ଉପସ୍ଥାପିତ କରାଯାଇଅଛି ଓ ଯେଉଁ ବଂଶଗୁଡ଼ିକ ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଅନୁଗାମୀ ହୋଇଅଛନ୍ତି ସେମାନଙ୍କୁ ଶେଷରେ ଉପସ୍ଥାପିତ କରାଯାଇଅଛି। ପ୍ରଥମ ପର୍ବର 5 ପଦରୁ 16 ପଦ ମଧ୍ୟରେ ଲକ୍ଷ୍ୟ କଲେ ଆପଣ ଦେଖିବାକୁ ପାରିବେ ଯେ ପ୍ରଥମେ ଜେଫତର ସନ୍ତାନମାନଙ୍କ ନାମ ଉଲ୍ଲେଖ ହୋଇଅଛି ଓ ଏହାପରେ ହାମର ସନ୍ତାନମାନଙ୍କ ନାମ ଉଲ୍ଲେଖ ହୋଇଅଛି ଓ ଶେଷରେ ସେମର ସନ୍ତାନମାନଙ୍କ ନାମ ଉଲ୍ଲେଖ ହୋଇଅଛି ଓ କେବଳ ସେମର ବଂଶ ବିଷୟରେ ହିଁ କ୍ରମାନ୍ୱये ଉଲ୍ଲେଖ ହୋଇଅଛି ଓ ସେମ ବଂଶଧର ଅବ୍ରାହମଙ୍କ ଆଡ଼କୁ ଗତି କରିଅଛନ୍ତି, ଯାହାକି ଆପଣ ଏହି ପ୍ରଥମ ବଂଶାବଳୀର ପ୍ରଥମ ପର୍ବର 17ରୁ 28 ପଦ ମଧ୍ୟରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ। ଏହାପରେ ଅବ୍ରାହମଙ୍କର ବଂଶଧରମାନଙ୍କ ବିଷୟରେ ଉଲ୍ଲେଖ ହୋଇଅଛି, ଯାହାକି ଆପଣ ପ୍ରଥମ ପର୍ବର 29 ପଦରୁ 34 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଆପଣ ଜାଣିଥିବେ ଯେ ଅବ୍ରାହମଙ୍କର 2 ପୁତ୍ର ଥିଲେ, ସେମାନଙ୍କ ନାମ ଥିଲା ଇସ୍ମାଏଲ ଓ ଇସାହାକ ଓ ଅବ୍ରାହମଙ୍କର କଟୁରା ନାମ୍ନୀ ସ୍ତ୍ରୀ ଠାରୁ ମଧ୍ୟ ଅନେକ ପୁତ୍ର ସନ୍ତାନ ଜାତ ହୋଇଥିଲେ। ତେବେ ପ୍ରଥମେ ଏହି ପ୍ରଥମ ପର୍ବର 29 ପଦରୁ 31 ପଦରେ ଇସ୍ମାଏଲ ବଂଶଧରଙ୍କର ନାମ ଉଲ୍ଲେଖ ହୋଇଅଛି ଓ ଏହାପରେ 32 ପଦରୁ 33 ପଦ ମଧ୍ୟରେ କଟୁରାର ଔରସରୁ ଜାତ ଅବ୍ରାହମଙ୍କର ଅନ୍ୟାନ୍ୟ ପୁତ୍ରମାନଙ୍କର ନାମ ଉଲ୍ଲେଖ ହୋଇଅଛି ଓ ଶେଷରେ 34 ପଦରେ ଇସାହାକଙ୍କ ନାମ ଉଲ୍ଲେଖ ହୋଇଅଛି। ଏହାପରେ ଇସାହାକଙ୍କ ବଂଶଧରଙ୍କ ନାମ ଉଲ୍ଲେଖ ହୋଇଅଛି। ଆପଣ ଜାଣିଥିବେ ଯେ ଇସାହାକଙ୍କର 2 ପୁତ୍ର ଜାତ ହୋଇଥିଲେ, ସେମାନଙ୍କ ନାମ ହେଲା ଏସୌ ଓ ଜାକୁବ ବା ଇସ୍ରାଏଲ, କାରଣ ଜାକୁବ ଇସ୍ରାଏଲ ନାମରେ ନାମିତ ହୋଇଥିଲେ ଓ ତାହାଙ୍କ ଔରସରୁ ଇସ୍ରାଏଲର 12 ଗୋଷ୍ଠୀ ଉତ୍ପନ୍ନ ହୋଇଥିଲେ। ତେବେ ଇସାହାକଙ୍କର 2 ପୁତ୍ର ଏସୌ ଓ ଜାକୁବଙ୍କ ମଧ୍ୟରୁ ପ୍ରଥମେ ଏସୌର ବଂଶାବଳୀ ଉଲ୍ଲେଖ ହୋଇଅଛି, ଯାହାକି ଆମେ ଏହି ପ୍ରଥମ ବଂଶାବଳୀର ପ୍ରଥମ ପର୍ବର 35ରୁ 54 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଆସନ୍ତୁ ଆମେ ଏହି ପ୍ରଥମ ବଂଶାବଳୀ 2 ପର୍ବରେ ଜାକୁବଙ୍କ ବଂଶଧରଙ୍କ ବିଷୟ ନେଇ ଲକ୍ଷ୍ୟ କରିବାକୁ ଯିବା, ଯେହେତୁ ଜାକୁବଙ୍କ ବା ଇସ୍ରାଏଲ ବଂଶ ପ୍ରଭୁ ଯୀଶୁଙ୍କ ଆଡ଼କୁ କଢ଼ାଇ ନିଅନ୍ତି। ପ୍ରଥମ ବଂଶାବଳୀ 2 ପର୍ବରେ ଜାକୁବଙ୍କ ବଂଶାବଳୀ ପ୍ରଦାନ କରାଯାଇଅଛି ଓ ଏହା 9 ପର୍ବ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଅଛି। ତେବେ ଜାକୁବଙ୍କ ଔରସରୁ ଯେଉଁ ପୁତ୍ରମାନେ ଜାତ ହେଲେ ସେମାନଙ୍କ ବିଷୟ ନେଇ ଆପଣଙ୍କୁ କିଛି ଜଣାଇବାକୁ ଚାହେଁ। ଜାକୁବଙ୍କ ଔରସରୁ ଯେଉଁ 12ଟି ସନ୍ତାନ ଜାତ ହେଲେ ସେମାନଙ୍କ ନାମ ଏହି 2 ପର୍ବର ପ୍ରଥମ 2 ପଦରେ ଲେଖା ଅଛି। ଦେଖନ୍ତୁ, ଏମାନେ ଇସ୍ରାଏଲର ପୁତ୍ରଗଣ ଯଥା ରୁବେନ, ସିମିଓନ, ଲେବି ଓ ଜିହୁଦା, ଇସାଖର ଓ ସବଲୁନ, ଦାନ, ଜୋସେଫ ଓ ବିନ୍ୟାମିନ, ନପ୍ତାଲି, ଗାଦ ଓ ଆସେର। ଏମାନେ ହେଲେ ଜାକୁବଙ୍କର 12 ପୁତ୍ର ଓ ଏହି 12 ପୁତ୍ରଙ୍କ ଠାରୁ ଇସ୍ରାଏଲର 12 ଗୋଷ୍ଠୀ ଉତ୍ପନ୍ନ ହେଲେ। ତେବେ ଯେତେବେଳେ ଆମେ ଏହି 2 ପର୍ବର 15 ପଦକୁ ଆସୁଅଛୁ, ଏଠାରେ ଆମେ ଜିହୁଦାର ଗୋଷ୍ଠୀ ମଧ୍ୟରୁ ଯିସିଙ୍କର ବଂଶଧରକୁ ଦେଖୁଅଛୁ ଓ ଏହି ଯିସିଙ୍କର ପୁତ୍ରମାନଙ୍କ ମଧ୍ୟରୁ ଦାଉଦ ଏକ ପୁତ୍ର ଥିଲେ। ବର୍ତ୍ତମାନ ଆମେ ଦାଉଦଙ୍କ ବଂଶ ବିଷୟରେ ଲକ୍ଷ୍ୟ କରିବାକୁ ପାରିବା, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଦାଉଦଙ୍କ ବଂଶରେ ଜନ୍ମଗ୍ରହଣ କରିବାକୁ ଥିଲା ଓ ଦାଉଦଙ୍କ ପୁତ୍ର ବା ଦାଉଦ ସନ୍ତାନ ନାମରେ ନାମିତ ହେବାକୁ ଥିଲା। ଦେଖନ୍ତୁ, ପ୍ରଥମ ବଂଶାବଳୀ 2 ପର୍ବର 12 ପଦରୁ 15 ପଦ ମଧ୍ୟରେ ଏହିପରି ଲେଖା ଅଛି: ବୋୟଜ ଓବେଦକୁ ଜାତ କଲା, ଓବେଦ ଯିସିକି ଜାତ କଲା, ପୁଣି ଯିସି ଆପଣା ଜ୍ୟେଷ୍ଠ ଇଲିଆବକୁ ଓ ଦ୍ୱିତୀୟ ଅବିନାଦବକୁ ଓ ତୃତୀୟ ସମ୍ମକୁ, ଚତୁର୍ଥ ନଥନେଲକୁ, ପଞ୍ଚମ ରବୟକୁ, ଷଷ୍ଠ ଓତ୍ସମକୁ, ସପ୍ତମ ଦାଉଦଙ୍କୁ,
ଜାତ କଲା। ଏଠାରେ ଆମେ ଦାଉଦଙ୍କର ପରିଚୟ ପାଉଅଛୁ, ଯାହାଙ୍କ ବଂଶରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରିବାକୁ ଥିଲା। ତେବେ ଏଇଠାରେ ଆମେ 2 ପର୍ବଟିକୁ ଛାଡ଼ି 3 ପର୍ବ ମଧ୍ୟକୁ ଯିବା। ଏହି 3 ପର୍ବ ଦାଉଦଙ୍କ ପରିବାର ବିଷୟ ନେଇ ଏକ ବିବରଣୀ ପ୍ରଦାନ କରେ ଏବଂ ଆମେ ଦେଖିବାକୁ ପାରିବା ଯେ ଦାଉଦଙ୍କର ମଧ୍ୟ କେତେକ ପୁତ୍ର ଥିଲେ, ଯେଉଁମାନଙ୍କ ବିଷୟ ନେଇ ଆମେ ପୂର୍ବରୁ ଜାଣିନଥିଲୁ। କିନ୍ତୁ ଏଠାରେ ଏହି 3 ପର୍ବର ପ୍ରଥମ 9 ପଦରେ ସେମାନଙ୍କ ବିଷୟ ନେଇ ଏହିପରି ଲେଖା ଅଛି। ଦେଖନ୍ତୁ, ଏହି ପ୍ରଥମ ବଂଶାବଳୀ 3 ପର୍ବର ପ୍ରଥମ 9 ପଦରେ ଏହିପରି ଲେଖା ଅଛି, ଦାଉଦଙ୍କର ଏହି ପୁତ୍ରମାନେ ହିବ୍ରୋନରେ ଜାତ ହୋଇଥିଲେ। ଜ୍ୟେଷ୍ଠ ପୁତ୍ର ଅମ୍ନୋନ, ସେ ଜିସ୍ରିଏଲିଆ ଅହିନୋଏମ୍ ଠାରୁ ଜାତ। ଦ୍ୱିତୀୟ ଦାନିଏଲ, ସେ କର୍ମିଲିଆ ଅବିଗଲ ଠାରୁ ଜାତ। ତୃତୀୟ ଅବସାଲମ, ସେ ଗସୁରର ରାଜା ତଲମୟର କନ୍ୟା ମାଖାର ପୁତ୍ର। ଚତୁର୍ଥ ଅଦୋନିୟ, ସେ ହଗିତର ପୁତ୍ର। ପଞ୍ଚମ ସଫଟିୟ, ସେ ଅବିଟଲ ଠାରୁ ଜାତ। ଷଷ୍ଠ ଜିତ୍ରିୟମ୍, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲା ଠାରୁ ଜାତ। ହିବ୍ରୋନରେ ଦାଉଦଙ୍କର 6 ପୁତ୍ର ଜାତ ହେଲେ ଓ ସେଠାରେ ସେ 7 ବର୍ଷ 6 ମାସ ରାଜ୍ୟ କଲେ। ପୁଣି ସେ ଜେରୁସାଲେମରେ 33 ବର୍ଷ ରାଜ୍ୟ କଲେ। ଜେରୁସାଲେମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା ସିମିୟ ଓ ସୋବବ ଓ ନାଥନ ଓ ସଲୋମନ। ଏହି 4 ଜଣ ଅମିଏଲର କନ୍ୟା ବତ୍ସୁୟା ଠାରୁ ଜାତ। ଆହୁରି ଜିଭର ଓ ଇଲିସାମା ଓ ଇଲିଫେଲ୍ଟ, ନୋଗହ ଓ ନେଫଗ ଓ ଜାଫିୟ, ଇଲିସାମା ଓ ଇଲିଆଦା ଓ ଇଲିଫେଲ୍ଟ, ଏହି 9 ଜଣ। ଏ ସମସ୍ତେ ଦାଉଦଙ୍କର ପୁତ୍ର। ଏମାନେ ଉପପତ୍ନୀ ଗଣର ସନ୍ତାନମାନଙ୍କ ଠାରୁ ଭିନ୍ନ, ଆଉ ତାମର ଏମାନଙ୍କର ଭଗିନୀ ଥିଲା। ତେବେ ଏଠାରେ ମୁଁ ଦାଉଦଙ୍କର 2 ପୁତ୍ରଙ୍କ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ସେମାନେ ହେଲେ ସଲୋମନ ଓ ନାଥନ। କିନ୍ତୁ ଆପଣ ଅନ୍ୟ ପୁତ୍ରମାନଙ୍କ ବିଷୟରେ କେବେ ଶୁଣିଅଛନ୍ତି କି? ନୁହେଁ। ଆମେ କେବଳ ସଲୋମନ ଓ ନାଥନକୁ ଜାଣୁ। ତେବେ ଏହି ନାଥନ ଓ ସଲୋମନଙ୍କ ବଂଶଧର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପର୍କ ରହିଲା କିପରି? ଆପଣ ଯଦି ଲୁକଲିଖିତ ମଙ୍ଗଳ ସମାଚାରର 3 ପର୍ବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀକୁ ଲକ୍ଷ୍ୟ କରିବେ, ତାହେଲେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ସେହି ବଂଶ ସଲୋମନଙ୍କ ମଧ୍ୟ ଦେଇ ଯିବା ପରିବର୍ତ୍ତେ ନାଥନଙ୍କ ମଧ୍ୟ ଦେଇ ଯାଇଅଛି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମାତା ମରିୟମ ନାଥନଙ୍କ ମଧ୍ୟ ଦେଇ ତାଙ୍କର ପୂର୍ବପୁରୁଷ ବଂଶଧରଙ୍କ ଉପରେ ଜୋର ଦେଉଥିବା ସ୍ଥଳେ ଯୋସେଫଙ୍କ ବଂଶାବଳୀ ସଲୋମନଙ୍କ ମଧ୍ୟ ଦେଇ ଗୁରୁତ୍ୱାରୋପ କରେ, ଯାହାକି ଆପଣ ମାଥ୍ୟୁ ଲିଖିତ ସୁସମାଚାର ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଆମେ ସେହି ସୁସମାଚାର ମଧ୍ୟରେ ଦେଖୁ ଯେ ସଲୋମନଙ୍କ ମଧ୍ୟ ଦେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଦାଉଦଙ୍କ ସିଂହାସନର ଅଧିକାରୀ ହେବା ନିମନ୍ତେ ଏକ ନ୍ୟାୟସଙ୍ଗତ ବା ଯଥାର୍ଥ ସଂଜ୍ଞା ପ୍ରାପ୍ତ ହୁଅନ୍ତି। ଏବଂ ଲୁକଲିଖିତ ସୁସମାଚାରରେ ଆମେ ଦେଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନାଥନଙ୍କ ମଧ୍ୟ ଦେଇ ଦାଉଦଙ୍କ ସିଂହାସନର ଅଧିକାରୀ ହେବା ନିମନ୍ତେ ଏକ ରକ୍ତଗତ ସଂଜ୍ଞା ପ୍ରାପ୍ତ ହୁଅନ୍ତି। ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେହେତୁ ସଲୋମନଙ୍କ ବଂଶଧରମାନଙ୍କ ମଧ୍ୟରେ ଜିଖନିୟ, ଯାହାକୁ ପ୍ରଭୁ କେନିୟ ବୋଲି ନାମକରଣ କରନ୍ତି, ତାହାକୁ ଦେଖିବାକୁ ପାଉ। ଆଉ ପ୍ରଭୁ ସେହି କେନିୟ ବିଷୟ ନେଇ ଏହିପରି ପ୍ରକାଶ କରନ୍ତି, ଯାହାକି ଜିରିମିୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 22 ପର୍ବର 30 ପଦରେ ଲେଖା ଅଛି। ସଦାପ୍ରଭୁ ଏହି କଥା କହନ୍ତି, ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷ ଆପଣା ଜୀବନ ମଧ୍ୟରେ ଭାଗ୍ୟବାନ ନୋହିବ ବୋଲି ତୁମେମାନେ ଲେଖ, କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଜିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ଭାଗ୍ୟବାନ ନୋହିବ। ତେଣୁକରି ଆପଣ ଦେଖନ୍ତୁ, ଏହି ଜଣଙ୍କ ଲାଗି ସେହି ବଂଶ ଯାହାକି ମସିହଙ୍କ ଆଡ଼କୁ କଢ଼ାଇ ନେଉଥିଲା, ତହିଁରେ ବ୍ୟତିକ୍ରମ ଘଟିଲା, ଯଦ୍ୱାରା ଯୋସେଫ ଯେ ସାଂସାରିକ ଭାବେ ଯୀଶୁଙ୍କର ପିତା ହୋଇପାରିବେ ନାହିଁ, ତାହା ଯେପରି ପ୍ରମାଣିତ ହେବାକୁ ପାରେ ଓ ସେ ଯେ ବାସ୍ତବରେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଜଣେ କୁମାରୀ ଗର୍ଭରେ ଜନ୍ମଗ୍ରହଣ କରିଅଛନ୍ତି, ଏହା ଯେପରି ପ୍ରମାଣିତ ହୁଏ। ତେଣୁକରି ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯଦିଓ ଦାଉଦ ସନ୍ତାନ ନାମରେ ନାମିତ ହେଲେ ଓ ଯୋସେଫଙ୍କର ପୁତ୍ର ବୋଲି ପରିଚିତ ହେଲେ, ମାତ୍ର ସେ ବାସ୍ତବରେ ସାଂସାରିକ ଭାବେ ଯୋସେଫଙ୍କର ପୁତ୍ର ନଥିଲେ, କାରଣ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ କୁମାରୀ ଗର୍ଭରୁ ଜାତ ହୋଇଥିଲେ। କିନ୍ତୁ ସେ ଦାଉଦଙ୍କ ବଂଶରେ ଜାତ ହୋଇଥିବାରୁ ଦାଉଦ ସନ୍ତାନ ନାମରେ ନାମିତ ହେଲେ
ଓ ଦାଉଦଙ୍କ ସିଂହାସନର ଅଧିକାରୀ ହୋଇ ଯୁଗେ ଯୁଗେ ରାଜତ୍ୱ କରିବେ। ଯେହେତୁ ନାଥନଙ୍କ ବଂଶଧର ମଧ୍ୟରୁ ମରିୟମଙ୍କର ଆବିର୍ଭାବ ହୁଏ। ପ୍ରିୟ ବନ୍ଧୁ, ଏହି ବଂଶାବଳୀ ମଧ୍ୟ ଦେଇ ଆମେ ଏକ ନିଗୂଢ଼ ବିଷୟ ଶିକ୍ଷା କରିବାକୁ ପାରିଲୁ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଏହି ଜଗତକୁ ଆଗମନ କରିବାକୁ ଯାଉଅଛନ୍ତି। କିନ୍ତୁ ଆମେ କ'ଣ ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଅଛୁ କି? ସେ ଏହି ଜଗତରେ ବିଚାର କରିବାକୁ ଆସୁଅଛନ୍ତି, କିନ୍ତୁ ଆମେ କ'ଣ ସେହି ବିଚାରରୁ ରକ୍ଷା ପାଇପାରିବା କି? ଆଜି ଅନେକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୁମାରୀ ଗର୍ଭରୁ ଜନ୍ମ କରିବା ନେଇ ପ୍ରଶ୍ନ କରନ୍ତି, କିନ୍ତୁ ବାସ୍ତବ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯୋସେଫଙ୍କ ଔରସରୁ ଜାତ ହୋଇନଥିଲେ, ମାତ୍ର ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ମରିୟମଙ୍କ ଗର୍ଭରୁ ଜାତ ହେଲେ। ଆପଣ ଯଦି ମାଥ୍ୟୁ ଲିଖିତ ସୁସମାଚାର 1 ପର୍ବର 16 ପଦକୁ ଲକ୍ଷ୍ୟ କରିବେ, ତାହେଲେ ସେଠାରେ ଏ ପ୍ରକାର ଲେଖା ଅଛି, ମତାନ ଜାକୁବଙ୍କୁ ଜନ୍ମ ଦେଲେ, ଜାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। କିନ୍ତୁ ଆପଣ ଏଥିପୂର୍ବରୁ ଦେଖିବେ ଯେ ସେଇ ପ୍ରଥମ ପର୍ବରେ କାହା ପରେ କିଏ ବା କାହାର ପୁତ୍ର କିଏ ପ୍ରକାଶ କରାଯାଇଛି ସିଧାସଳଖ, ଏପରିକି ମତାନ ଜାକୁବଙ୍କୁ ଜନ୍ମ ଦେଲେ ବୋଲି ଲେଖାଯାଇଅଛି। ମାତ୍ର ତାହାପରେ କ'ଣ ଲେଖାଯାଇଛି? ଜାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ, ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ। କାହିଁକି ଯୋସେଫଙ୍କ ଗର୍ଭରୁ ଜନ୍ମ ହେଲେ ବୋଲି ଲେଖାଯାଇନି? ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବ ଭାବରେ ଯୋସେଫଙ୍କ ଔରସରୁ ଜାତ ହୋଇନଥିଲେ, କିନ୍ତୁ ସେ ଯେପରି ଦାଉଦଙ୍କ ସନ୍ତାନ ବୋଲି ନାମିତ ହେବାକୁ ପାରନ୍ତି, ସେଥିପାଇଁ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ମରିୟମଙ୍କ ଗର୍ଭରୁ ଜାତ ହେଲେ। ଯେହେତୁ ମରିୟମଙ୍କର ରକ୍ତଗତ ସମ୍ପର୍କ ଥିଲା ଦାଉଦଙ୍କ ବଂଶ ସହିତ, ନାଥନଙ୍କ ମଧ୍ୟ ଦେଇ, ତେଣୁକରି ଏଥିରୁ ଆମେ ସ୍ପଷ୍ଟ ଜାଣିବାକୁ ପାରୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବାସ୍ତବ ଭାବରେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭଧାରଣ କରି ମରିୟମଙ୍କ ଔରସରୁ ଜାତ ହେଲେ ଏବଂ ସେ ଏହି ଜଗତକୁ ଉଦ୍ଧାର କରିବା ପାଇଁ ଆସିଲେ। ଆଉ ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ବିଷୟ ସାଧନ କରି ଆମମାନଙ୍କ ନିମନ୍ତେ ଧାର୍ମିକତା ସାଧନ କଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଯଦି ଆମେ ବିଶ୍ୱାସ କରୁ, ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରୁ, ତାହେଲେ ଆମେ ବାସ୍ତବ ଭାବରେ ଖ୍ରୀଷ୍ଟ ବିଶ୍ୱାସୀ ରୂପେ ପରିଚିତ ହୋଇପାରିବା, ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବା ଏବଂ ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇ ଅନନ୍ତକାଳ ସେହି ସ୍ୱର୍ଗୀୟ ସୁଖ ଓ ଶାନ୍ତିକୁ ଉପଭୋଗ କରିପାରିବା। କ'ଣ ଆମେ ତାହା ଚାହୁଁନାହୁଁ କି? ନିଶ୍ଚିତ ଭାବରେ। ତେଣୁ ସେଥିପାଇଁ ପ୍ରସ୍ତୁତ ହେଉ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ସୁଯୋଗ ଦେଇଅଛନ୍ତି, ଯେପରି ଆମମାନେ ସୁଯୋଗର ସଦ୍ବ୍ୟବହାର କରି ତାହାଙ୍କର ନିକଟବର୍ତ୍ତୀ ହେଉ, ତାହେଲେ ସେ ଆମମାନଙ୍କୁ ସୁରକ୍ଷା କରିବେ, ସେ ଆମମାନଙ୍କୁ ଉଦ୍ଧାର କରିବେ, ସେ ଆମମାନଙ୍କ ଜୀବନରେ ତାହାଙ୍କର ଇଚ୍ଛା ସଫଳ କରିବେ। ଅନେକ ସମୟରେ ଆମମାନଙ୍କର ଅବିଶ୍ୱାସ ନେଇ ଆମେ ଈଶ୍ୱରଙ୍କର ଆଶୀର୍ବାଦରୁ ବଞ୍ଚିତ ହେଉ, ଈଶ୍ୱରଙ୍କର ଅନୁଗ୍ରହରୁ ବଞ୍ଚିତ ହେଉ, କିନ୍ତୁ ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସେହି ବିଶ୍ୱାସ। ତେଣୁ ପ୍ରିୟ ବନ୍ଧୁ, ମୋର ଅନୁରୋଧ, ଆଜି ଏହି ବାକ୍ୟ ମଧ୍ୟ ଦେଇ ଯଦି ପ୍ରଭୁ ଆପଣଙ୍କ ହୃଦୟରେ କଥା କହିଅଛନ୍ତି, ତାହେଲେ ଆଉ ଅପେକ୍ଷା କରନ୍ତୁ ନାହିଁ କାଲି ପାଇଁ, କାରଣ କିଏ ଜାଣେ ପରବର୍ତ୍ତୀ ପଦକ୍ଷେପରେ ଆମମାନଙ୍କ ଜୀବନ ପାଇଁ କ'ଣ ଅଛି। ତେଣୁ ଆସୁ ସୁଯୋଗର ସଦ୍ବ୍ୟବହାର କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହାଙ୍କୁ ଅବିଶ୍ୱାସ ନ କରୁ, ତାହାଙ୍କୁ ସନ୍ଦେହ ନ କରୁ, ମାତ୍ର ତାହାଙ୍କୁ ବିଶ୍ୱାସର ସହିତ ନିଜ ହୃଦୟରେ ଗ୍ରହଣ କରୁ। ଅନେକ ସମୟରେ ଶୟତାନ କ'ଣ କରେ? ଆମମାନଙ୍କର ଜୀବନ ମଧ୍ୟରେ ଅନେକ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଆଣିଦେଇଥାଏ। ଏପରିକି ଆମେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା ସମୟରେ ଶୟତାନ ମଧ୍ୟ ଆମମାନଙ୍କୁ ବ୍ୟତିବ୍ୟସ୍ତ କରେ, ବିବ୍ରତ କରେ, ଆମମାନଙ୍କର ମନ ମଧ୍ୟରେ ଅନେକ ପ୍ରକାର ସନ୍ଦେହ ଜାତ କରାଏ। କିନ୍ତୁ ଆମେ ଯଦି ଶୟତାନର ଏହି ସମସ୍ତ ବିଷୟକୁ ମନ ମଧ୍ୟରେ ଧାରଣ ନ କରି ଯଦି ଆମେ ପ୍ରଭୁଙ୍କର ବାକ୍ୟରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବା ଏବଂ ପ୍ରଭୁ ଯୀଶୁ ଯେ ମୋ ଜୀବନର ଉଦ୍ଧାରକର୍ତ୍ତା, ସେ ଯେ ମୋ ପାଇଁ ଏହି ଜଗତରେ ଆପଣଙ୍କର ପ୍ରାଣ ଦାନ କରିଅଛନ୍ତି, ସେ ଯେ ମୋର ପାପ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, ଏହି ବିଶ୍ୱାସ ଯଦି ଆମମାନେ ପ୍ରଭୁଙ୍କଠାରେ ସ୍ଥାପନ କରୁ, ତାହେଲେ ସେ ଆମମାନଙ୍କୁ ଉଦ୍ଧାର କରି ସେ ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଦୃଢ଼ ବିଶ୍ୱାସ ଦାନ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ପ୍ରଥମ 3 ପର୍ବରେ ଆଦମଙ୍କ ଠାରୁ ନୋହଙ୍କ ପରିବାର ବିଷୟରେ କହିଥିବା ଦେଖୁ। ଇସ୍ରାଏଲମାନଙ୍କ
ପୂର୍ବପୁରୁଷଙ୍କ ଇତିହାସ ନଥିଲା, କିନ୍ତୁ ସମସ୍ତ ଲୋକଙ୍କ ପୂର୍ବପୁରୁଷମାନଙ୍କ ଇତିହାସ ଥିଲା। ସେ ଆଦମଙ୍କ ଠାରୁ ଆରମ୍ଭ କରି ନହଙ୍କ ପର୍ଯ୍ୟନ୍ତ କହିଥିବା ଦେଖୁ। 3 ପର୍ବରେ ଆମେ ଦାଉଦଙ୍କ ସନ୍ତାନମାନଙ୍କ ବିଷୟରେ ଦେଖୁ। 3 ପର୍ବର ପ୍ରଥମ 3 ପର୍ବରେ ଦାଉଦଙ୍କର 6 ପତ୍ନୀଙ୍କ ପିଲାମାନଙ୍କ ବିଷୟରେ ଦେଖୁ। ତାପରେ ସୋଲୋମନଙ୍କ ରାଜତ୍ୱ ବିଷୟରେ ଦେଖୁ। ଏ ସମସ୍ତ ବଂଶାବଳୀ ଦ୍ୱାରା ଈଶ୍ୱର କିପରି ତାଙ୍କ ଯୋଜନା ସଫଳ କରିବାକୁ ଯାଉଛନ୍ତି ତାହା ଲକ୍ଷ୍ୟ କରୁଛୁ। ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମର ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ, ତୁମେ ଆଜି ଆମକୁ ଏତେ ସୁନ୍ଦର ଦିନ ଦେଖାଇଅଛ ବୋଲି ତୁମର ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ହଁ ପ୍ରିୟ ପ୍ରଭୁ, ତୁମେ ଆମକୁ ପ୍ରତ୍ୟେକ ଜଣକୁ ଏକ ଉତ୍ତମ ଶିକ୍ଷା ଆଜି ପ୍ରଦାନ କରିଅଛ। ସେଥି ନିମନ୍ତେ ବହୁତ ବହୁତ ଧନ୍ୟବାଦ ଦେଉଛି ଗୋ ବାପା। ହଁ ପ୍ରଭୁ, ଯେଭଳି ଭାବରେ ଦର୍ଶକ ବନ୍ଧୁମାନେ ଏହି ପ୍ରୋଗ୍ରାମ ଦ୍ୱାରା ଯେପରି ଉପକୃତ ହୋଇପାରିବେ, ତୁମେ ସେହିପରି ପ୍ରତ୍ୟେକ ଜଣକୁ ଆଶୀର୍ବାଦ କର। ପ୍ରଭୁ, ଆମ ପ୍ରତ୍ୟେକ ଦର୍ଶକ ବନ୍ଧୁମାନଙ୍କର ଯେକୌଣସି ସମସ୍ୟା ରହିଅଛି, ପ୍ରାର୍ଥନା ଅନୁରୋଧ ରହିଅଛି, ତୁମେ ସମସ୍ତ ପ୍ରାର୍ଥନା ତୁମେ ଶୁଣ ବୋଲି ପ୍ରାର୍ଥନା କରୁଅଛି। ପ୍ରଭୁ, ତୁମେ ଏତେବେଳେ ପ୍ରାର୍ଥନା ତୁମେ ଶୁଣିଅଛ ଏବଂ ଉତ୍ତର ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ଡି ଫଇବି। ଆଜିର ପ୍ରଶ୍ନ ହେଉଛି, ପ୍ରଥମ ବଂଶାବଳୀ ପୁସ୍ତକର ଲେଖକ କିଏ? ଏ ଏଜ୍ରା, ବି ମୂସା, ସି ଦାନିଏଲ, ଡି ଦାଉଦ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 0444908126 রে মিসড কল দেই বিজয়ী হয়ে পারিবে। গত সপ্তাহর বিজয় দর্শক বন্ধু হেলে রাউরকেলারু কেশনী ভূঁয়া ও পরিবার।